हेलो एवरीवन वेलकम बैक टू माय यूट्यूब चैनल। प्रश्नटी ହେଉଛି ସକାମ ଓ ନିଷ୍କାମ କର୍ମ କାହାକୁ କୁହାଯାଏ? ଏହାର ସଠିକ୍ ଉତ୍ତର ଯେଉଁ କର୍ମ କେବଳ ଫଳ ପ୍ରାପ୍ତିର ଆକାଂକ୍ଷା ରଖି କରାଯାଏ ତାହାକୁ ସକାମ କର୍ମ କୁହାଯାଏ। କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତାହାର ଇପ୍ସିତ ଫଳ ନ ପାଏ ତେବେ ସେ ଯନ୍ତ୍ରଣା ଭୋଗ କରେ। ଅପରପକ୍ଷରେ ନିଷ୍କାମ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନଥାଏ। ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ, ପ୍ରୟୋଗାତ୍ମକ ନୀତିଶାସ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ ଏବଂ ଅର୍ଜୁନଙ୍କ ଦ୍ୱନ୍ଦ୍ୱର ଏକମାତ୍ର ମୁକ୍ତି ପଥ। ଠିକ୍ ଅଛି, ତାପରେ ନିଷ୍କାମ କର୍ମ ହେଉଛି କାମନା ରହିତ କର୍ମ। କର୍ମଫଳ ପ୍ରତି ଉଦାସୀନ ରହି କର୍ମ କରିବାକୁ ନିଷ୍କାମ କର୍ମବାଦ ଶିକ୍ଷା ଦିଏ। ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି। ପ୍ରଥମତଃ, କର୍ମଫଳର ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ। ଦ୍ୱିତୀୟରେ, କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ଅର୍ଥାତ୍ ବ୍ୟକ୍ତି ନିଜକୁ କର୍ମର କର୍ତ୍ତା ମନେକରି ସବୁକିଛି ତାର ନିୟନ୍ତ୍ରଣାଧୀନ ବୋଲି ବିଚାର କରିବା ଅନୁଚିତ। ଶେଷରେ, ନିଜର ସମସ୍ତ କର୍ମଫଳ ଈଶ୍ୱରଙ୍କୁ ସମର୍ପଣ କରିଦେବା ଉଚିତ। ଠିକ୍ ଅଛି,